ଗୋପାଳ ଆଉ ତା ସ୍ତ୍ରୀ ଦୁଇଜଣ ରହୁଥିଲେ। ଗୋପାଳ ଥିଲା ସୈନିକ। ସେ ଗୋଟେ ବାଘଟାକୁ ପାଳିଥିଲା। ସେ ଗୋପାଳ ଦିନେ କହିଲା ତା ସ୍ତ୍ରୀ କି, ତମେ ଜାଣିଛ ସେ ବାଘକୁ ମୁଁ ବଣରୁ ଆଣି ଛୋଟବେଳୁ ପାଳିଛି। ମୁଁ ଭାବିଲି ସିଏ ମୋର ପୋଷା ମାନି ଯାଇଛି, ବଡ଼ ହେଲା ପରେ ବି ସିଏ ମୋର କିଛି କରିବନି। ହେଲେ ସେ ବାଘ ଏବେ ବଡ଼ ହେଇଗଲାଣି, ମାଂସାଶୀ ହେଇଗଲାଣି। ସିଏ ଏବେ ଲୋକମାନଙ୍କୁ ଆକ୍ରମଣ କରୁଛି। ହେଲେ ପଞ୍ଜରା ଭିତରେ ଥିବାରୁ ସେ କାହାକୁ କିଛି କରିପାରୁନି। ମୁଁ ସେଦିନ ତାକୁ ଯାଇଥିଲି ଖାଇବାକୁ ଦେବାକୁ, ହେଲେ ସେ ତାକୁ ଖାଇବା ଦେଲି, ହେଲେ ସେ ନ ଖାଇ ମୋ ଆଡ଼କୁ ଚାହିଁଲା। ମୁଁ ତା ପାଖକୁ ଗଲାବେଳୁ ସିଏ ମୋ ଉପରୁ ଆକ୍ରମଣ କଲା। ମୁଁ ସେଠୁ କେମିତି କ'ଣ ଖସିକିନା ପଳେଇ ଆଇଲି। ମୋ ଜୀବନଟା ବଞ୍ଚିଗଲା। ମୁଁ କାହିଁ ସେ ବାଘକୁ ପାଳିଥିଲି। ଗୋପାଳ କଥା ଶୁଣିକି ତା ସ୍ତ୍ରୀ କହିଲା, ଦେଖୁଛ ତ ସେ ବାଘ କେତେ ଖୁଙ୍କାର ହେଇଗଲାଣି, ତମେ ତଥାପି ସେ ବାଘକୁ ପାଳୁଛ। ତମକୁ କହୁଛି ସେ ବାଘକୁ ଛାଡ଼ିଦିଅ। ସେ ଖୁଙ୍କାର ହେଇସାରିଲାଣି, ଆଉ ତାକୁ ପାଳିବା ଠିକ୍ କଥା ନୁହେଁ। ଲୋକମାନେ ଯଦି ଜାଣିବେ ତମକୁ ଛାଡ଼ିବେ ନାହିଁ। ତମେ ଛାଡ଼ିଦିଅ ସେ ବାଘକୁ, ଆଉ ରଖ ନାହିଁ। ବୁଝିପାରିଲ ତ? ସେ ବାଘ କିଛି ଦିନ ପରେ ଆହୁରି ବଡ଼ ହେବ, ଆହୁରି ଲୋକମାନଙ୍କୁ ମାରିବ। ତା ପାଇଁ କି ତମେ ଦାୟୀ ନା ମୁଁ ଦାୟୀ? ମୋ କଥା ଶୁଣ, ସେ ଯେଉଁ ଜଙ୍ଗଲରୁ ତମେ ତାକୁ ଆଣିଛ ତାକୁ ସେଇ ଜଙ୍ଗଲରେ ନେଇ ଛାଡ଼ିଦିଅ। କାରଣ ବାଘ କେବଳ ଜଙ୍ଗଲରେ ରହିବ, ତାକୁ ପିଞ୍ଜରାରେ ରଖିବା ଠିକ୍ କଥା ନୁହେଁ। ମୋ କଥା ଶୁଣିପାରୁଛ ତ? ଯାଅ ଯାଅ ସେ ବାଘ କତିକି ଯାଅ, ଆଉ ସେ ବାଘକୁ ନେଇ ଗୋଟେ ଜଙ୍ଗଲ, ସୁନ୍ଦରବନ ଜଙ୍ଗଲ ଯେଉଁଠିକି ବାଘମାନେ ଖାଲି ରୁହନ୍ତି, ସେଇଠି ନେଇ ସେ ବାଘକୁ ନେଇ ଛାଡ଼ିଦିଅ। କାରଣ ସିଏ ଯଦି ଆମ ପାଖରେ ରହିବ, କେତେ ଦିନ ଏମିତି ଶିକାର କରିବ, କେତେ ଲୋକଙ୍କୁ ମାରିବ। ଗୋପାଳ ଏ କଥା ଶୁଣି ଚାଲିଗଲା ବାଘ ପାଖକୁ। ବାଘ ପାଖରେ ଆସିକି ପହଞ୍ଚିଗଲା। ବାଘ ପାଖକୁ ଆସିକି ଧୀରେ ଧୀରେ ନିରୀହ କଣ୍ଠରେ ଆସି କହିଲା, ଆରେ ବାଘ, ତତେ ମୁଁ କେତେ ଛୋଟବେଳୁ ପାଳିଛି। ମୁଁ ଭାବିଲି ତୁ ଗୋଟେ ଭଲ ବାଘ, କାହାକୁ ମାରିବୁନୁ କି କିଛି କରିବୁନୁ। ହେଲେ ସେଦିନ ତତେ ଖାଇବା ଦେବାରୁ ତୁ ମୋତେ ଏମିତି ଆକ୍ରମଣ କାହିଁ କଲୁ? ମୋ ସ୍ତ୍ରୀ ଆଜି ତତେ କହିଛି ତତେ ନେଇକି ଗୋଟେ ଜଙ୍ଗଲରେ ଛାଡ଼ିଦେବାକୁ, ଯେଉଁଠାରେ ଖାଲି ବାଘ ଥିବେ। ତୁ ତାଙ୍କ ସହିତ ସାଙ୍ଗ ହେଇକି ରହିବୁ, ଆଉ ସେଠି ଶିକାର କରିକି ତୁ ନିଜେ ଖାଇବୁ। ଆଉ ମୋ ସ୍ତ୍ରୀ କହିଛି ତତେ ଏଠି ପଠେଇଦେବ, ନହେଲେ ତୁ ସମିତିକୁ ମାରିଦେବୁ। ଗୋପାଳର କଥା ଶୁଣିକି ସେ ବାଘଟା ନୀରବ ରହିଲା ଓ କହିଲା, ଆପଣ ଯାହା କହିଛନ୍ତି ଠିକ୍ ଅଛି ମାଲିକ, ମୁଁ ଆପଣଙ୍କ ଏତେ ଦିନ ହେଲାଣି ସେବା କରୁଥିଲି। କିନ୍ତୁ ଯେହେତୁ ମୋ ଶରୀର ଏବେ ବଡ଼ ହେଲାଣି, ମୁଁ ଏଇ ଜାଗାରେ ରହିବା ମୋ ପାଇଁ ଠିକ୍ ନୁହଁ। ଆପଣ ମାଲିକ, ସେଥିପାଇଁ ଆପଣ ହିଁ ମୋ ପାଇଁ ଠିକ୍ କି ଭୁଲ ବାଛୁଥିବେ। ତେଣୁ ଯେହେତୁ ଆପଣ କହୁଛନ୍ତି ଯେ ମୋତେ ଏଇ ଜାଗାରେ ରହିବା ଠିକ୍ ନୁହଁ, ତେଣୁ ମୁଁ ଆପଣ ଯେଉଁ ଜଙ୍ଗଲ କହିଲେ ସୁନ୍ଦରବନ, ମୁଁ ସେଇ ଜଙ୍ଗଲକୁ ଚାଲିଯିବି, ଆଉ ସେଇଠି ଚୁପଚାପ ଖୁସିରେ ରହିବି। କିନ୍ତୁ ହଁ, ମୁଁ ଆପଣଙ୍କ ଭଳି ମାଲିକ ଆଉ ପାଇବିନି। ମୁଁ ଆପଣଙ୍କୁ ସବୁଦିନ ପାଇଁ ମନେ ରଖୁଥିବି। ଆପଣ ଗୋଟେ ଭଲ ମାଲିକ ଥିଲେ, ଭଲ ସେବା କରୁଥିଲେ, ଭଲ ସାହାଯ୍ୟ କରୁଥିଲେ, ମୋତେ ଭଲ ଖାଇବାକୁ ଦେଉଥିଲେ। କିନ୍ତୁ ଏବେ ସେ ଖାଇବା ମିଳିବ କ'ଣ ଜଙ୍ଗଲରେ? ମୋତେ ଖୋଜିକି ନିଜେ ଖାଇବାକୁ ପଡ଼ିବ। କିନ୍ତୁ ଆପଣଙ୍କୁ କେବେ ଭୁଲିବି ନାହିଁ। ଆପଣ ଗୋଟେ ଭଲ ମାଲିକ, ମୋତେ ଭଲ ସାହାଯ୍ୟ କରନ୍ତି। ହଉ ମାଲିକ, ମୁଁ ଆପଣଙ୍କ ପାଦ ଧୂଳି ନେବାକୁ ଚାହୁଁଛି। ଆପଣ ପାଦ ଦେଖାନ୍ତୁ। ବାଘ ମାଲିକର ପାଦ ଧୂଳି ନେଇକି ଜଙ୍ଗଲ ଭିତରକୁ ଚାଲିଗଲା। ଜଙ୍ଗଲ ଭିତରେ ଯେତେ ପ୍ରବେଶ କଲା, ତାକୁ ଗୋଟେ ନୂଆ ବାଘ ଦେଖାଦେଲା। ସେ ନୂଆ ବାଘକୁ ଯାଇକି ଧୀରେ ଧୀରେ ଚାଲି ନୂଆ ବାଘକୁ ଯେତେ ପହଞ୍ଚିଲା, ବାଘ ଯେତେ ଆସିଲା, ସେ ଗୋଟେ ବାଘୁଣୀ ଥିଲା। ସେ କହିଲା, ତମେ ଜାଣିଛ ମୋ ମାଲିକ ମୋତେ ଛାଡ଼ିଦେଲା। ମୁଁ ଆସିଛି ଏଇଠି ରହିବା ପାଇଁ। ତମ ନାଁ କ'ଣ? ଓ ତମ ନାଁ ଲୁସି? ମୋ ନାଁ ହେଉଛି ଟାଇଗର, ବାଘୁଆ ମୋ ନାଁ। ମୁଁ ତମ ସାଙ୍ଗ ହେଇପାରିବି? ଆମେ ଦୁଇଜଣ ଏବେ ଖୁସିରେ ରହିବା। ଆମେ ଦୁଇଜଣ ଭଲ ଶିକାର କରିବା, ମିଳିମିଶି ରହିବା, ଖୁସିରେ ରହିବା। ଠିକ୍ ଅଛି? ହଉ ଠିକ୍ ଅଛି। ତେଣୁ ଏ ଗପ ଏଇଠି ଶେଷ ହୋଇଗଲା। ବାଘ ବାଘୁଣୀ ଖୁସିରେ ରହିଲେ ସେ ଜଙ୍ଗଲରେ। ଆପଣମାନଙ୍କୁ ଯଦି ଭିଡ଼ିଓଟା ଭଲ ଲାଗିଥିବ ତେବେ ମୋ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।